ଶ୍ରାବଣ ମାସର ଶେଷ ସୋମବାର ସହିତ ରାକ୍ଷୀ ପୂର୍ଣ୍ଣିମା ହେବାରୁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଅମାଭାନା କେଦାରନାଥ ମନ୍ଦିରରେ ଭାଇ ଭଉଣୀଙ୍କ ପାଇଁ ଆଜି ସୌଭାଗ୍ୟ ପାଲଟିଥିଲା। ଶେଷ ସୋମବାର ହେତୁ ଗତକାଲି ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବୋଲବମ୍ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ସେଠାରେ ସମାଗମ ହେଉଥିବା ଲୋକଙ୍କୁ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇ ସୁଚାରୁ ରୂପେ ବାବା କେଦାରନାଥ ଠାରେ ଜଳ ଅଭିଷେକ କରାଯାଇଥିଲା। ମନ୍ଦିର ବାହାରେ ସ୍ୱେଚ୍ଛାସେବୀଙ୍କ ଓ ବାଦାନ୍ୟ ବ୍ୟକ୍ତିଙ୍କ ମିଳିତ ସହଯୋଗରେ ଅନ୍ନ ଛତ୍ର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଭେଡ଼େନ ଅଞ୍ଚଳର 2 ଜଣ ବ୍ୟକ୍ତି ମହାଦେବ ବାବା ଓ ଜାତିର ପିତା ମହାତ୍ମା ଗାନ୍ଧୀ ବେଶରେ ସୁସଜ୍ଜିତ ହୋଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ପରି ଠିଆ ହେବା ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା। ଏହି ପ୍ରତିଭା ବ୍ୟକ୍ତିଙ୍କୁ ସତରେ ଭଗବାନ ସଦୃଶ ଭାବି ଲୋକେ ଧୂପ ପୁଷ୍ପ ଦେଇ ପୂଜା ଅର୍ଚ୍ଚନା କରୁଥିବା ଦେଖି ମିଳିଥିଲା। କେଦାରନାଥ ନିକଟରେ ଥିବା ଶିଶୁ ଉଦ୍ୟାନ ମୀନା ବଜାର ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା। से आ गया हो मशीन जिम को बोलबम